ବର୍ଷର ସବୁଠୁ ଚହଳ ପକାଇଥିବା ଘଟଣା ବର୍ଷ ଶେଷ ଆଡ଼କୁ ଆସିଥିବା ମାମଲା ସାରା ରାଜ୍ୟବାସୀଙ୍କୁ ଚକିତ କରିଥିଲା। ଆଇଏଫଏସ୍ ଅଭୟକାନ୍ତ ପାଠକ ଘରେ ଭିଜିଲାନ୍ସ ରେଡ୍। ଏମିତି ପ୍ରତିଦିନ ଭିଜିଲାନ୍ସ ଧରପଗଡ଼ ଖବର ଗଣମାଧ୍ୟମରେ ଦେଖିବାକୁ ମିଳିଥାଏ। ହେଲେ ଅଭୟକାନ୍ତ ପାଠକଙ୍କ ଘରେ ଭିଜିଲାନ୍ସର ରେଡ୍ ସବୁଠୁ ଭିନ୍ନ। ଓଡ଼ିଶା ଇତିହାସରେ ଏହା ଥିଲା ପ୍ରଥମ ଘଟଣା। 150 ବଛା ବଛା ଅଧିକାରୀ 5 ରାଜ୍ୟରେ ଏକାବଳକେ ଚଢ଼ାଉ କରିଥିଲେ। ଭିଜିଲାନ୍ସ ହାତରେ ଲାଗିଥିଲା ଅମାପ ସମ୍ପତ୍ତିର ତାଲିକା। ସାମ୍ନାକୁ ଆସିଲା ନୂଆ ନୂଆ ରୋଚକ ତଥ୍ୟ। ଯେତିକି ତାଜୁବ ହୋଇଥିଲେ ଭିଜିଲାନ୍ସ, ତାଠୁ ଅଧିକ ଉତ୍କଣ୍ଠା ଥିଲା ରାଜ୍ୟବାସୀଙ୍କ ମଧ୍ୟରେ। ଚାକିରି ଥିଲା ସରକାରୀ, ହେଲେ କିଙ୍ଗ ସାଇଜ୍ ରୋବାବ। ଲକଡାଉନ ବେଳେ ଆକାଶରେ ମଜା କରୁଥିଲେ ଅଭୟକାନ୍ତ। ପ୍ରାଇଭେଟ ଚାର୍ଟର ପ୍ଲେନ୍ ବୁକ୍ କରି ଅୟସ କରୁଥିଲେ। ଭିଜିଲାନ୍ସ ହାତରେ ଲାଗିଥିଲା ମୌଜ ମଜଲିସର ଅନେକ ତଥ୍ୟ। ଅଧିକ ଖୋଲତାଡ଼ ପାଇଁ କ୍ରାଇମବ୍ରାଞ୍ଚ ହାତକୁ ମାମଲା ଯାଇଥିଲା। ବିଭିନ୍ନ ସ୍ଥାନରେ ଏବେ ବି କ୍ରାଇମବ୍ରାଞ୍ଚ ତନାଘନା ଜାରି ରଖିଛି। ମନି ଲଣ୍ଡରିଂ ଅଭିଯୋଗକୁ ନେଇ ଇଡି ଅଧିକ ତଦନ୍ତ କରୁଛି। ଚାକିରିରୁ ବହିଷ୍କାର ନେଇ କେନ୍ଦ୍ରକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର, ଯାହାକି ଓଡ଼ିଶାରେ ପ୍ରଥମ ଘଟଣା। ଆଉ ଗିରଫ ପରେ ଝାରପଡ଼ା ଜେଲରେ ଏବେ ଅଭୟକାନ୍ତ ପାଠକ। ସାରୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ବାପା ଅଭୟକାନ୍ତଙ୍କ ଗୁମର ଖୋଲୁ ଖୋଲୁ ସାମ୍ନାକୁ ଆସିଥିଲା ସାଂଘାତିକ ସତ। ଚାକିରି କରାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିଲା ପୁଅ ଆକାଶ। ଠକେଇର ବିରାଟ ଗୁମର ପଦାକୁ ଆସିଥିଲା। ନିଜକୁ ଟାଟା ମୋଟର୍ସର ଏମ୍ଡି କହି ଯୁବପିଢ଼ିଙ୍କ ଠାରୁ ଲୁଟି ଚାଲିଥିଲା ଟଙ୍କା। ପୁନେରେ କରିଥିଲା ଅଫିସ୍, ଦାମୀ ଗାଡ଼ି ଓ ଦାମୀ ହୋଟେଲରେ ଟଙ୍କା ବରବାଦ କରିବା ଥିଲା ନୀତିଦିନିଆ ସଉକ। ଠକେଇ ପଇସାରେ ଆରାମ କରୁଥିଲା ଆକାଶ। ଚାର୍ଟର ଫ୍ଲାଇଟ୍ ବୁକ୍ କରୁଥିଲା। ବଡ଼ ସହରରେ ବଡ଼ ହୋଟେଲରେ ରାତି ବିତାଉଥିଲା। ଲକଡାଉନ ସମୟରେ ଅନଲାଇନରେ କରିଥିଲା ଠକେଇ। ବାପ ସହ ପୁଅ ଆକାଶ ଏବେ ଜେଲରେ। ପାଠକ ଫ୍ୟାମିଲି ଗୁମର ଖୋଲିବା ପରେ ସନ୍ଦେହ ଘେରକୁ ଆସିଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଆକାଶ ଥିଲା ପ୍ରଦୀପ ପାଣିଗ୍ରାହୀଙ୍କ ଭାବି ଜ୍ୱାଇଁ। ଆକାଶକୁ ଏତେ ବଡ଼ ସାହସ ଦେବା ପଛରେ ପ୍ରଦୀପଙ୍କ ହାତ ରହିଥିଲା। ପାଠକ ବାପ ପୁଅଙ୍କ ଦୁର୍ନୀତିର ମୂଳଦୁଆ ଗୋପାଳପୁରରେ ପଡ଼ିଥିଲା। ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ ବି ଯାଇଛି ପୁଳା ପୁଳା ଟଙ୍କା। ସନ୍ଦେହ ଦୃଢ଼ୀଭୂତ ହେବାରୁ ମୁଖ୍ୟମନ୍ତ୍ରୀ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଥିଲେ। ଜନବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର କରାଗଲା। ପରେ କ୍ରାଇମବ୍ରାଞ୍ଚ ହାତରେ ଗିରଫ ହୋଇଥିଲେ ପ୍ରଦୀପ ପାଣିଗ୍ରାହୀ। ଏବେ ସେ ଝାରପଡ଼ା ଜେଲରେ ଥିବାବେଳେ ଦୁର୍ନୀତିର ତଦନ୍ତ କରୁଛନ୍ତି ଲୋକାୟୁକ୍ତ।